ମାଥ୍ୟୁ 7 ପର୍ବ 13-14। ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ଘେନିଯିବା ଦ୍ୱାର ଓସାର ଓ ପଥ ପ୍ରଶସ୍ତ, ପୁଣି ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ। ଆଉ ଜୀବନକୁ ଘେନିଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ। ଆରମ୍ଭରୁ ମୁଁ ଆପଣମାନଙ୍କୁ କହିଛି ଦୁଇଟା ପଥ ଅଛି। ଦୁଇଟା ପଥ, ଗୋଟିଏ ପଥ ଈଶ୍ୱରଙ୍କର ପଥ, ପ୍ରଭୁଙ୍କର ପଥ, ଆଉ ଗୋଟିଏ ଶୈତାନ। ଲାଜାର ଶୈତାନ କଥା ନାହିଁ, ଶୈତାନର ପଥ ଦୁଇଟା, ପ୍ରଭୁଙ୍କର ଗୋଟେ ଆଉ ଈଶ୍ୱରଙ୍କର ଗୋଟେ ପଥ। ଆଜି ଆମେ ଏହି ଅପରାହ୍ନ ସମୟରେ ପଢ଼ିଲୁ ଦୁଇଟି ପଥ। ଗୋଟିଏ ପଥ ହେଉଛି ପ୍ରଶସ୍ତ, ଆଉ ଗୋଟିଏ ପଥ ହେଉଛି ଦୁର୍ଗମ ପଥ। କି ପଥ? ଦୁର୍ଗମ ପଥ। ପ୍ରଶସ୍ତ ପଥ ଆଉ ଦୁର୍ଗମ ପଥ। ପ୍ରଶସ୍ତ କହିଲେ କ'ଣ? ୱାଇଡ୍, ଓସାର। କ'ଣ? ୱାଇଡ୍। ଆଉ ଦୁର୍ଗମ କହିଲେ ଡିଫିକଲ୍ଟ। କ'ଣ? ଡିଫିକଲ୍ଟ, କଠିନ, କଷ୍ଟ ସେ ପଥ। ଆଉ ସେ ପଥ କୋଉଟା? ଯୀଶୁକୁ ଯେଉଁମାନେ ବିଶ୍ୱାସ କରି ତାଙ୍କର ପଛରେ ଚାଲନ୍ତି ସେ ପଥ ଏହା ଅଟେ। ଏଇ ଯେଉଁ ଦୁଇଟି ପଥ ବିଷୟରେ ଆମେ ଶିଖୁଛୁ। ଆଉ ଯୀଶୁ ଖ୍ରୀଷ୍ଟ ତାଙ୍କରି ବାକ୍ୟ ଶୁଣୁଥିବା ଶିଷ୍ୟମାନଙ୍କୁ, ତାଙ୍କରି ପଛରେ ଚାଲୁଥିବା ଲୋକମାନଙ୍କ ସମ୍ମୁଖରେ ସେ ଦୁଇଟି ପଥକୁ ରଖୁଛନ୍ତି। ଆଉ ଯୀଶୁଖ୍ରୀଷ୍ଟ କହୁଛନ୍ତି ତୁମେ କେଉଁ ଦ୍ୱାର ଦେଇ ଗତି କରିବ, କେଉଁ ଦ୍ୱାର ଦେଇ ତୁମେ ପ୍ରବେଶ କରିବ, କେଉଁ ଦ୍ୱାର ଦେଇ ତୁମେ ଚାଲିବ, କେଉଁ ପଥ ଦେଇ ତୁମେ ପ୍ରବେଶ କରିବ, ସେ ବିଷୟରେ ଯୀଶୁଖ୍ରୀଷ୍ଟ ତାଙ୍କର ପଛରେ ଯାଉଥିବା ଲୋକମାନଙ୍କୁ ଗୋଟେ ଡାକରା ଦେଉଛନ୍ତି। ତେଣୁ ଯୀଶୁଖ୍ରୀଷ୍ଟ କହିଲେ ଏଣ୍ଟର ଥ୍ରୁ ଦି ନ୍ୟାରୋ ଗେଟ୍, ଏଣ୍ଟର ଥ୍ରୁ ଦି ନ୍ୟାରୋ ଗେଟ୍, for wide is the gate and broad is the way that leads to destruction। ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର। ଯେଉଁ ଦ୍ୱାର ଓସାର, ଯେଉଁ ପଥ ପ୍ରଶସ୍ତ, ତାହା ବିନାଶ ଆଡ଼କୁ ଘେନି ଯାଉଛି। ଆଉ ସେଥିରେ ଯିବା ଲୋକମାନେ ଅନେକ, ସେଥିରେ ଯିବା ଲୋକମାନେ ଅନେକ ଅଟନ୍ତି। କିନ୍ତୁ ଯେଉଁ ପଥ, ଯେଉଁ ଦ୍ୱାର ଜୀବନ ଆଡ଼କୁ ଘେନିକି ନେଇ ଯାଇଥାଏ ସେଇ ପଥ ଦୁର୍ଗମ ଅଟେ, ସେଇ ପଥ ଦୁର୍ଗମ ଅଟେ ଆଉ ଅନଓଷା, ଆଉ ଅନଓଷା। ଏବେ ଆମେ ଗୋଟିଏ ଚୟନ ପ୍ରକ୍ରିୟା ରଖିବା, ଗୋଟେ ବାଛିବାର ବିକଳ୍ପ ରଖିବା, ଗୋଟେ ଅପସନ୍ ରଖିବା। ଆମେ ଯେତିକି ଜଣ ଅଛୁ ଆମମାନଙ୍କର ସମ୍ମୁଖରେ ଗୋଟେ ଉତ୍ତମ ପଥ, ସ୍ୱର୍ଗକୁ ଘେନି ନେବା ପଥ ଆମେ ଜାଣିଛୁ। ଜାଣିଛୁ କି ନାହିଁ? କିଏ ସେ ପଥ? ଯୀଶୁ ଖ୍ରୀଷ୍ଟ। ଜୋରସେ କହିବା, କିଏ ସେ ପଥ? କିଏ? ଆମେ ଯୀଶୁ ଖ୍ରୀଷ୍ଟ ବୋଲି ଆମେ ଜାଣିଛୁ। ହେଲେ ଏବେ ବାଛିବାର ସମୟ, ବାଛିବା ପୂର୍ବରୁ ଆଉ ଟିକେ ମୁଁ ଆପଣମାନଙ୍କର ସମ୍ମୁଖରେ ଦୁଇଟି ପଥକୁ ମୁଁ ରଖିବି। ଗୋଟିଏ ପଥ ପ୍ରଭୁଙ୍କର, ଆଉ ଗୋଟିଏ ପଥ ଶୈତାନର। ପ୍ରଭୁଙ୍କର ପଥରେ ଚାଲିବା ଲୋକମାନେ ସାଧୁ ଲୋକମାନେ, ଧାର୍ମିକ ଲୋକମାନେ, ଉତ୍ତମ ଲୋକମାନେ। ଆଉ ଶୈତାନର ପଥରେ ଚାଲିବା ଲୋକମାନେ ଜାଗତିକ, ଦୁଷ୍ଟ, ଅଧାର୍ମିକ, ଲାଞ୍ଚୁଆ, ଠକ, ପ୍ରତାରକ, ବିଭିନ୍ନ ପ୍ରକାର ଆମେ ଜାଣିଛୁ। ଆଉ ଯେଉଁମାନେ ପ୍ରଭୁଙ୍କର ପଥରେ ଚାଲନ୍ତି, ଯେଉଁମାନେ ସେଇ ଜୀବନଦାୟକ ପଥରେ ଚାଲନ୍ତି, ସେମାନଙ୍କର ସଂଖ୍ୟା ଅଧିକ ନା ବେଶୀ ନା ଅଳ୍ପ? ଅଳ୍ପ। ଯେଉଁମାନେ ବିନାଶ ଆଡ଼କୁ ଯାଆନ୍ତି ସେମାନଙ୍କର ନମ୍ବର ଅଧିକ। ବାକ୍ୟରେ ମଧ୍ୟ ଲେଖା ହେଇଛି ଅନେକ ଆହୁତ, ଅଳ୍ପ ମନୋନୀତ। ଅନେକ ଆହୁତ, ଅଳ୍ପ ମନୋନୀତ। ହୋଇପାରେ ଅଳ୍ପ ଲୋକ ହିଁ ସ୍ୱର୍ଗ ଯିବେ,
ଅଳ୍ପ ଲୋକ ସ୍ୱର୍ଗ ଯିବେ, ସମସ୍ତେ ସ୍ୱର୍ଗ ଯାଇପାରିବେ ନାହିଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ମୁଁ ଆପଣମାନଙ୍କର ସମ୍ମୁଖରେ ଯୀଶୁ ଖ୍ରୀଷ୍ଟ ଏବଂ ପ୍ରଭୁଙ୍କର ଦାସମାନେ କହିଥିବା କେତେଟା ବାକ୍ୟ ମୁଁ ଆପଣମାନଙ୍କର ସମ୍ମୁଖରେ ମୁଁ ରଖିବା ପାଇଁ ଚାହୁଁଛି। ସେଦିନ ମୂଷା ମଧ୍ୟ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ସେ ଦୁଇଟି ବିଷୟ ରଖିଥିଲେ। ଆମେ ପଢିବା ଦ୍ୱିତୀୟ ବିବରଣୀ ତାର 30, 15 ଆଉ 19 ପଢିବା। ମୂଷା ମଧ୍ୟ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଦୁଇଟି ବିଷୟ ରଖିଥିଲେ। ମୁଁ ଆପଣମାନଙ୍କର ସମ୍ମୁଖରେ ଦୁଇଟି ବିଷୟ ରଖିବି। ଯୀଶୁ ହେଉଛନ୍ତି ପଥ, ଯେ ଜୀବନ ଆଡ଼କୁ ଘେନି ନିଅନ୍ତି, ଅନନ୍ତ ଜୀବନ ଦିଅନ୍ତି। ଦେଖ ଆଜି ମୁଁ ତୁମମାନଙ୍କ ସମ୍ମୁଖରେ ଜୀବନ ଓ ମଙ୍ଗଳ, ପୁଣି ମରଣ ଓ ଅମଙ୍ଗଳ ରଖିଲି। ଶୁଣନ୍ତୁ ପ୍ରିୟ ମାନେ, ଯୀଶୁକୁ ଯେଉଁମାନେ ମନୋନୀତ କରନ୍ତି ସେମାନଙ୍କର ପଛରେ କ'ଣ ଚାଲିବ? ଜୀବନ ଓ ମଙ୍ଗଳ। ଜୀବନ ଓ ମଙ୍ଗଳ, ଅନନ୍ତ ଜୀବନ। ମଙ୍ଗଳ କହିଲେ ଭଲ ବିଷୟ, ଭଲ ବିଷୟ, ଉତ୍ତମ ବିଷୟ ଆମମାନଙ୍କର ଜୀବନରେ ଆସିଥାଏ। ସେ ବିଷୟକୁ ପୁଣି ଥରେ ମୁଁ ଆଜି ଏଇ ମୁନିଗୁଡ଼ା ସମର ୟୁଥ୍ କ୍ୟାମ୍ପରେ ଆସିଥିବା ଭାଇ ଭଉଣୀମାନଙ୍କର ସମ୍ମୁଖରେ ରଖୁଛି। ମୂଷା କହିଲେ, ଦେଖ ମୁଁ ତୁମମାନଙ୍କର ସମ୍ମୁଖରେ ଜୀବନ ଓ ମଙ୍ଗଳ, ମରଣ ଓ ଅମଙ୍ଗଳ ରଖୁଛି। 19 ପଦ, ମୁଁ ଆଜି ତୁମମାନଙ୍କର ସମ୍ମୁଖରେ ସ୍ୱର୍ଗ ଓ ପୃଥିବୀକୁ ସାକ୍ଷୀ ରଖି କହୁଅଛି ଯେ ମୁଁ ତୁମ ସମ୍ମୁଖରେ ଜୀବନ ଓ ମରଣ, ଆଶୀର୍ବାଦ ଓ ଅଭିଶାପ ରଖିଲି। ଏ ନିମନ୍ତେ ତୁମେ ମାନେ ଜୀବନ ମନୋନୀତ କର। ଲେଖା ହେଇଛି ନା, ତା ତଳେ ଲେଖା ହେଇଛି, ଏ ହେତୁ ତୁମେ ମାନେ ଜୀବନ ମନୋନୀତ କର। ଯେ ଯୀଶୁ ଖ୍ରୀଷ୍ଟଙ୍କୁ ମନୋନୀତ କରେ, ଯେ ଯୀଶୁ ଖ୍ରୀଷ୍ଟ ଯେ ପଥ ବୋଲି ଯୀଶୁ ଖ୍ରୀଷ୍ଟଙ୍କୁ ବାଛେ, ସେ କ'ଣ ମନୋନୀତ କରେ? ସେ ଜୀବନ ମନୋନୀତ କରେ। ସେ କ'ଣ ମନୋନୀତ କରେ? ସେ ମଙ୍ଗଳ ବିଷୟ ମନୋନୀତ କରେ। ସେ କ'ଣ ମନୋନୀତ କରେ? ସେ ଆଶୀର୍ବାଦ ମନୋନୀତ କରେ। ହାଲେଲୁୟା, ହାଲେଲୁୟା। ଯେ ଯୀଶୁଙ୍କୁ ବାଛେ ସେ କ'ଣ ପାଇଁ? କେତେଟା କଥା କହିଲି? 3ଟା କଥା। ଯୀଶୁକୁ ଯେ ମନୋନୀତ କରେ, ଯୀଶୁ ଯେ ପଥ, ତାଙ୍କୁ ଯେ ବାଛେ, ସେ କେତେଟା ବିଷୟ ପାଉଛି? 3ଟା। କ'ଣ? ଜୀବନ, ଅନନ୍ତ ଜୀବନ, ମଙ୍ଗଳ, ଆଶୀର୍ବାଦ। ଅପର ପକ୍ଷରେ ଆମେ କ'ଣ ଦେଖିଲୁ? ମରଣ, ଅମଙ୍ଗଳ ଆଉ ଅଭିଶାପ। ଆମେ ଯଦି ଭଲ ବିଷୟ ବାଛିବା, ଯୀଶୁଙ୍କୁ ବାଛିବା, ଆମର ଜୀବନରେ କ'ଣ କ'ଣ ଆସିବ? ଜୀବନ, ସମସ୍ତେ କହିବା, ତାପରେ ଆଶୀର୍ବାଦ। ଯଦି ଯୀଶୁଙ୍କୁ ବାଛିବା ନାହିଁ, ଅନ୍ୟ ବିଷୟ ବାଛିବା, ତାହେଲେ ଆଉ ଅଭିଶାପ। এটা ସମସ୍ତଙ୍କ ପାଇଁ ଅଛି, ସମସ୍ତଙ୍କ ପାଇଁ ଅଛି। 19 ପଦରେ ଆପଣ ମାନେ ପଢିଲେ ତାହା ଲେଖା ହେଇଛି। 20 ପଦରେ କ'ଣ ଲେଖା ହେଇଛି? ଅର୍ଥାତ୍ ସଦାପ୍ରଭୁ ଆପଣ ପରମେଶ୍ୱରଙ୍କୁ ପ୍ରେମ କରିବାକୁ ଦେଖନ୍ତୁ, ଯୀଶୁଙ୍କୁ ବାଛିବା, ଜୀବନ ବାଛିବା, ମଙ୍ଗଳ ବିଷୟ ବାଛିବା ଏବଂ ଆଶୀର୍ବାଦକୁ ବାଛିବାର ଅର୍ଥ କ'ଣ ଦେଖନ୍ତୁ। ଅର୍ଥାତ୍ ସଦା ପ୍ରଭୁଙ୍କୁ ପ୍ରେମ କରିବାର ଅଛି। ଆପଣ ମାନେ କେମିତି ଜାଣିବେ ମୁଁ ଜୀବନ ବାଛିଛି, ଯୀଶୁଙ୍କୁ ବାଛିଛି ବୋଲିକିରି? ସଦା ପ୍ରଭୁଙ୍କୁ ପ୍ରେମ କରିବେ, ପ୍ରଥମ ବିଷୟ। ଦ୍ୱିତୀୟ ବିଷୟ କ'ଣ ଲେଖା ହେଇଛି? ତାଙ୍କ ଲୋଭ ଶୁଣିବେ, ତାଙ୍କର ବାକ୍ୟ ଶୁଣିବେ। ତୃତୀୟ ବିଷୟ କ'ଣ ଲେଖା ହେଇଛି? ଆଉ ତାଙ୍କ ଠାରେ ଆସକ୍ତ ହେବେ, କାରଣ ସେ ତୁମର ଜୀବନ ଆଉ ସେ ତୁମର ଦୀର୍ଘାୟୁ, ସେ ତୁମର ଆୟୁ ଅଟନ୍ତି। ତୁମେ ବହୁତ ବର୍ଷ ବଞ୍ଚିବ ଯଦି ତୁମେ ସେଇ ସଦାପ୍ରଭୁ ପରମେଶ୍ୱରଙ୍କୁ ବାଛିବ। ଯଦି ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ଆମଙ୍କର ମନୋନୀତ ପଥ ଭାବରେ ବାଛିଛୁ, ବାଛିକି ଯାଉଛୁ, ତାଙ୍କର ପାଇଁ ବଞ୍ଚୁଛୁ, ତାହେଲେ ଆମେ କ'ଣ ପାଇବା? ଜୀବନ ପାଇବା, ମଙ୍ଗଳଦାନ ପାଇବା, ଆଶୀର୍ବାଦ ପାଇବା।
कौन करवा पड़ो से तांको प्रेम करवार अच्छे तांको रब सुनवार अच्छे तांको ठारे आसक्त होबार अच्छे नले हबो नहीं नइले हबो नहीं कारण से जीवन अटंती तेणु यीशु कहले मु पथ सत्य और जीवन जे मते पाइछि से जीवन पाइछि आपण माने ओ मु आज आमानकर सम्मुखरे प्रभु दुईटा विषय रखुछन्ते दुईटा विषय रखुछन्ते से दुईटा विषय मध्यरु गोटे विषय मनोनीत करबार अछि जो माने प्रभुकर विषय को बाछिबे नहीं से मानकर विषय जीवन रे अमंगल घटिबो अभिशाप आसीबो आ से मानकर परिणाम विनाश अर्थात मरण मोसा इस्राएल लोक मानकर सम्मुख रखिले जियोसिया को विषय देखिबा जियोसिया पुस्तक 24 रो 15 जना सुना वाक्य जदि बा सदा प्रभुकर सेवा करिबा तुम मानकर दृष्टि रे मंद दिसे तेबे तुम्बे माने कहार सेवा करिबो आजी मनोनीत करो एतकी टिके थाओ भौणी आजी तुमे कहार सेवा करिबो मनोनीत करो आजी केउ पथ बाछिबो मनोनीत करो जिसुर पथ कि जगतर पथ प्रभुर पथ कि शैतानर पथ ओसार पथ कि दुर्गम पथ कोडा बाछो जीवन कि मरण आशीर्वाद कि अभिशाप मंगल कि अमंगल कोडा बाछो आजी मनोनीत कर आजी मनोनीत कर कहाको बाछिबो आजी मनोनीत कर कहाको कहार सेवा करिबो कहार पथरे जीवो केउ पथ देखि जीवो आजी मनोनीत कर काली केबे आसे नै हमर जीवन रे टुमरो नेवर कम्स इन आवर लाइफ केबे आसे कि आसंता काली केबे नै तेणु बाइबल रे केबे मध्य आसंता काली मोर पछरे आसो बोली कुआ जाय नै आजी आसो आजी मनोनीत कर तेणु मशा कहले आज मु तुमମାନଙ୍କର ସମ୍ମୁଖରେ कोन जीवन ओ मंगल मरण ओ अमंगल एठारे मध्य कहउछंती आज मु तुमମାନଙ୍କର ସମ୍ମୁଖରେ विषय रखुछि तुमे कहार सेवा करबो मनोनीत कर तुमे कहार पछे जीवो मनोनीत कर को पथ दे प्रवेश करिवो मनोनीत कर आमे को पथरे प्रवेश करबा केउ पथ संकीर्ण पथ कन्फ्यूज होछंती कि कन्फ्यूज नहीं तो जीशुकर पथ होते संकीर्ण पथ दुर्गम पथ ओके एतकी मन रखंतु शैतानर पथ होछे ओसार पथ नेशनल हाईवे कोन शैतानर पथ नेशनल हाईवे बेसी गाड़ी जाई पारबो बहुत स्पीड में जाई पारबो आ बेसी एक्सीडेंट होछ नहीं बड़ रास्ता मान को सेमती बेसी एक्सीडेंट हो बेसी स्पीड चलले रास्ता भलो थिबो बेसी सेमती नहीं आमे जो रास्ता रे जाउ छु संकीर्ण रास्ता दुर्गम रास्ता सतर्क होइकी गले एक्सीडेंट नहीं कि सतर्क रे जानती जो माने से मानकर दुर्घटना हेबो नहीं नजर हटी दुर्घटना घटी नहीं तेणु प्रभु कर पुझे मैंने आपण मान कोई वाक्य को उत्साहित करने चाहूँगी जिहोशिया से इस्राएल लोक मान आगे दीटा विषय रखुंट तुम्हें कार सेवा कर दीटा तार अर्थ दीटा प्रभु गोटे प्रकृत ईश्वर आ गोटे हूँ देवादेवी देवता कहवाटा नहीं कि देवता जहाँ कहुए ताकू जोटा मूर्ति प्रतिमा सेटा अलग जो मैंने प्रकृत प्रभु नुहति विषय लिखाई जीवन पुस्तक से मंगल करें ना अमंगल भी करें ना से को मूर्ति देखी डरबार ना कौ कार पचर ऐड कर देखले भी डरबार ना आजिकल कार पचर से सुविधा होती ना डरबार ना से मंगल करें ना अमंगल भी करें ना से डरबार ना तेणु जियोशिया कहूँ तुम्हें आज कार सेवा कर तुमर पूर्व पुरुष माने नदी से पारी से माने इमोरियो मात्र देवता को पूजा कले तुम्हें तार सेवा करबो ना
ଈଶ୍ୱରଙ୍କର ସେବା କରିବ। ଆଜି ତୁମେ ମନୋନୀତ କର, ମୁଁ ମୋ କଥା କହିଦେବି, ମୋ ନିଷ୍ପତ୍ତି ମୁଁ କହିଦେବି, ମୁଁ ମୋର ପରିବାର ଆମେ ସଦା ପ୍ରଭୁ ପରମେଶ୍ୱରଙ୍କର ସେବା କରିବୁ। ହାଲେଲୁୟା ହାଲେଲୁୟା। ଆଜି ଆପଣ ମାନଙ୍କୁ ତାହା ଚଏସ୍ ବାଛିକି ଯିବାର ଅଛି, ନିଷ୍ପତ୍ତି କରିକି ଯିବାର ଅଛି। ପାଖରେ ବସିଥିବା ଝିଅ କରିବ କି ନାହିଁ, ଓକେ, ସେଟା ମାଇଣ୍ଡ କରବାର ନାହିଁ, ନିଜେ ମନୋନୀତ କରବାର ଅଛି। ପାଖରେ ବସିଥିବା ଭାଇ ମନୋନୀତ କରୁଛି କି ନାହିଁ, ନିଜେ ମନୋନୀତ କରବାର ଅଛି। ଓକେ, ପ୍ରଥମେ ନିଜେ କରିବା, ଅନ୍ୟମାନେ କରିବା ପାଇଁ ଯେମିତି ଆମ ସହିତ ଆଉ ଅନ୍ୟମାନେ ମଧ୍ୟ ସେ ଜୀବନରେ ପ୍ରବେଶ କରିବେ। ଝିଅ କହିଲେ ତମେ କରିବ କି ନାହିଁ ବାବୁ, ତମର ଉପରେ ରହିଲା। ମୁଁ ତମକୁ କହିଦେଲି ଝିଅ ସିଏ ଏ କରୁ 24 ଯାଏ ମୁଁ କହିଦେଲି, ମୋର କାମ ମୁଁ କରିଦେଇଛି, ଏବେ ତୁମର କାମ ତୁମେ କାହା ସେବା କର। ସେମିତି ପ୍ରଭୁର ବାକ୍ୟ ମୁଁ କହିଦେଲି ଏ ଯୁବା ଯୁବତୀ ମାଙ୍କ ସମ୍ମୁଖରେ, ପ୍ରଭୁକୁ ବାଛିବାଟା ତୁମର ଦାୟିତ୍ୱ, ପ୍ରଭୁ ପଛରେ ଚାଲିବାର ଆପଣମାନଙ୍କର ଦାୟିତ୍ୱ, ଜୀବନ ମନୋନୀତ କରିବାର ଆପଣମାନଙ୍କର ଦାୟିତ୍ୱ। ମୁଁ ପୂର୍ବରୁ କହିଛି ଆମର ଜୀବନ କାଳ ଏ ପୃଥିବୀରେ ସୀମିତ ନାହିଁ, ମଲା ପରେ ମଧ୍ୟ ଆଉ ଗୋଟିଏ ଜୀବନ ଅଛି ଯାହାକୁ ଆମେ ଅନନ୍ତ ଜୀବନ କହୁଛୁ। ସ୍ୱର୍ଗ ରାଜ୍ୟ ଆଉ ନରକ, ଈଶ୍ୱରଙ୍କ ରାଜ୍ୟ, ଶୈତାନର ଦଣ୍ଡ ପ୍ରାପ୍ତ ହେବା ସ୍ଥାନ ଅଛି। ତେଣୁ ସେ ଅନୁସାରେ ଆମେ ସଜାଗ ହେବା। ଜିରିମିୟ ପୁସ୍ତକକୁ ଯିବା। ଜିରିମିୟ ଜେରୁସାଲେମର ଲୋକମାନଙ୍କୁ କ'ଣ କହିଲେ ଆମେ ଟିକେ ଦେଖିବା। 21:8 ପୁଣି ସଦାପ୍ରଭୁ କାହା କହୁଛନ୍ତି? ଜିରିମିୟ ଭବିଷ୍ୟତ ବକ୍ତା କହୁଛନ୍ତି। ସଦାପ୍ରଭୁ ଏହି କଥା କହନ୍ତି, ଦେଖ ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରେ ଜୀବନର ପଥ ଓ ମୃତ୍ୟୁର ପଥ ରଖୁଅଛୁ। ଏତିକି ହଉଛି କ'ଣ? ସଦାପ୍ରଭୁ ପରମେଶ୍ୱର ଜେରୁସାଲେମର ଲୋକମାନଙ୍କୁ ଜିରିମିୟ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା କହୁଛନ୍ତି, ଦେଖ ଆମେ ତୁମମାନଙ୍କର ସମ୍ମୁଖରେ ଦୁଇଟା ପଥ ରଖୁଛୁ। ଗୋଟିଏ ପଥ କ'ଣ? ଜୀବନର ପଥ, ଆଉ ଗୋଟିଏ ପଥ ହେଉଛି ମରଣର ପଥ। এই দুইটা পথর গোটে পথ তোমাকে বাছবার পড়ব। আমার জীবনের সেমতি দুইটা বিষয়ের গোটি বিষয় বাছবার আছে। জিরিমিয়া কইলে, দেখো তোমার সম্মুখে মু দুইটা পথ রাখুছি, গোটে জীবনর পথ, গোটিয়ে মরণর পথ। তার তলে যে ঝিও পড়ুলে ঘটনা হচ্ছে এইটা, শুনতু। প্রভু পরমেশ্বর ইস্রায়েল লোকমানଙ୍କର ପାପ ସକାଶୁ, ବିଶେଷ କରି ଜେରୁସାଲେମର ଲୋକମାନଙ୍କର ପାପ ସକାଶୁ ସେମାନଙ୍କୁ ବାବିଲ ଦେଶକୁ ନିର୍ବାସନରେ ପଠାଉଛନ୍ତି। ସେହି ସମୟରେ ପ୍ରଭୁ କହିଲେ, ତମେ ଯଦି ବାବିଲର ରାଜା କିଏ ନବୁକଦନେସର କଥା ଯଦି ମାନିବ, ତାର ହାତରେ ନିଜକୁ ସମର୍ପଣ କରିବ, ତାର କଥା ଯଦି ମାନିବ, ତାହେଲେ ତୁମେ ଏ ଦେଶରେ ରହିବ, ତୁମେ ତାକୁ କର ଦେବ, ସେ ଯାହା ଯାହା ମାଗିବ ତୁମେ ତାକୁ ଦେବ, ତୁମେ ଦେଶରେ ରହି ତୁମେ ବଞ୍ଚିବ। ତୁମେ ତାର କଥା ମାନ, କାହିଁକି? ଏଇଟା ଆମ ଆଡ଼ରୁ ହେଇଛି। ମୁଁ ନିଜେ ସ୍ୱୟଂ ପ୍ରଭୁ ପରମେଶ୍ୱର এই কাম କରୁଛି, ନବୁକଦନେସରକୁ ମୁଁ ପଠାଉଛି। এটা প্রভু কহিলে, যদি তুমি নবুকদনেসর হস্তরে নিজকে সমর্পণ করিব নাহি, তাহলে নবুকদনেসর তার সৈন্যবাহিনীকে নিয়ে আসি জেরুসালেমর সমস্ত প্রাচীর আড়ে সে কোণ করিব? অবরোধ করিব। সে নগর মধ্যে প্রবেশ করিব, অনেককে হত্যা করিব, বন্দী করিব, বাবিলକୁ ନେବ, ମନ୍ଦିର ଭାଙ୍ଗିଦେବ, ଟଙ୍କା ପଇସା ଯାହା ଅଛି, ଯାହା ସୁନା ରୂପା ଅଛି, ସେ ସବୁ କୋଉଠିକି ନେଇକି ଯିବ? ବାବିଲ ଦେଶକୁ ନେଇକି ଯିବ। ତେଣୁ ପ୍ରଭୁ କହିଲେ, ତୁମ ସମ୍ମୁଖରେ ଦୁଇଟା ପଥ ଅଛି, ଗୋଟେ ଜୀବନର ପଥ, ଗୋଟିଏ ମରଣର ପଥ। ଜୀବନର ପଥ ଏଇଟା ଯେ ପ୍ରଭୁଙ୍କର ରବ ଶୁଣିବ, ବାବିଲ ରାଜାର ପାଖରେ ନିଜକୁ ସାରେଣ୍ଡର କରିବାର ଅଛି। ଆଉ ଅନ୍ୟ ଲୋକମାନେ କାହାକୁ ଶୁଣିଥିଲେ? ଯୋଉ ଭବିଷ୍ୟତ ବକ୍ତା ମାନେ ଥିଲେ, ଭଣ୍ଡ ଭାବବାଦୀ ମାନେ ଥିଲେ, ସେମାନେ କହୁଥିଲେ, ନାଇଁ, ଜିହୁଦା ପ୍ରଦେଶ ଜେରୁସାଲେମର ଲୋକମାନେ
ବାବିଲ ରାଜାର ହସ୍ତରେ ସମର୍ପିତ ହେବେ ନାହିଁ, ସେମାନେ ନିର୍ବାସନରେ ଯିବେ ନାହିଁ ବୋଲି କହିବାରୁ ସେମାନେ କ'ଣ କଲେ, ଅଧିକ ଲୋକମାନେ ଭଣ୍ଡ ଭାବବାଦୀର କଥା ଶୁଣିଲେ। ଆଉ କ'ଣ ହେଲା, ନବୁକଦନେସର ରାଜା ଆସିଲେ ଏବଂ ସେ ନଗରକୁ ଆଟାକ୍ କଲେ, ନିଆଁ ଜାଳିଦେଲେ, ପ୍ରାଚୀର ସବୁ ମନ୍ଦିର ଭାଙ୍ଗିଦେଲେ, ଯାହା ସୁନା ଥିଲା ରୂପା ଥିଲା ମନ୍ଦିର ଭିତରେ ସେ ସବୁକୁ ନେଇକି ଯାଉଛନ୍ତି କୁଆଡ଼େ, ବାବିଲକୁ। ସେ ଜାଗାରେ ଦାନିଏଲ ଥିଲେ, ସେ ଜାଗାରେ ସଦରକ ଭାଇ ଥିଲେ, ନାଇଁ ସଦରକ ଥିଲେ, ସେ ଜାଗାରେ ମେଶକ ଥିଲେ, ଅବେଦନଗୋ ଥିଲେ, ସେ ଜାଗାରେ କିଏ ଜିହିଜିକଲ ଥିଲେ, କୋଉଠି, ବାବିଲ। ସେତେବେଳେ ସେମାନେ ପ୍ରଭୁଙ୍କର ଭାଗ୍ୟ ଶୁଣିକି ଲେଖୁଛନ୍ତି। କ'ଣ ପାଇଁ এই ବିଷୟ ଘଟିଲା, ଜୀବନର ପଥ ବାଛି ପାରିଲେ ନାହିଁ। ଜୀବନର ପଥ କେମିତି, ପ୍ରଭୁର କଥା ଶୁଣିଥାନ୍ତେ ତାହେଲେ ନିଜର ଦେଶରେ, ପ୍ରଭୁର କଥା ନ ଶୁଣିବାରୁ 70 ବର୍ଷ ପାଇଁ ଅନ୍ୟ ବିଦେଶରେ ଯାଇକି ସେମାନେ ବନ୍ଦୀ ସ୍ଥାନରେ ରହିଲେ। ନା ରହିଲା ମନ୍ଦିର, ନା ରହିଲା ପୂଜା ପାଠ, ନା ରହିଲା ବଳିଦାନ, କିଛି ନାହିଁ, ଅନ୍ୟର ଅଧୀନରେ ଦାସ ହୋଇକି। ଆଜି ଆମର ସମ୍ମୁଖରେ ଜୀବନର ପଥ, ମରଣର ପଥ ଅଛି। ଆମେ ଯଦି ପ୍ରଭୁର ରବ ଶୁଣିବା, ଆମର ଜୀବନରେ ଆମେ ଉତ୍ତମ ବିଷୟ ଦେଖିବା। ଜଗତର ବିଷୟ ଯଦି ଆମେ ଦେଖିବା, ଆସକ୍ତ ହେବା, ତାର ପ୍ରତି ମନ ଲଗେଇବା, ଆମର ଜୀବନରେ ଦୁଃଖ ଆସିବ। ଆମେ ପ୍ରଭୁ ଠାରୁ ଦୂରକୁ ଚାଲିଯିବା, ପରିବାର ଲୋକମାନଙ୍କୁ ଦୂରକୁ ଚାଲିଯିବା, ଆମର ପରିଣାମ କ'ଣ ହେବ, ବିନାଶ ହେବ। ଆମର ପରିଣାମ କ'ଣ ହେବ, ବିନାଶ ହେବ। ଏବେ ଆପଣମାନେ ବାଛନ୍ତୁ କେଉଁ ପଥ ଆପଣମାନେ ମନୋନୀତ କରିବେ। ଜୀବନର ପଥ, ମଙ୍ଗଳର ପଥ, ଆଶୀର୍ବାଦ ପଥ, ଯୋଉଟା ଆମର ପ୍ରଭୁ ପରମେଶ୍ୱରଙ୍କର ପଥ, କୋଉଟା ଆପଣମାନେ ବାଛିବା ପାଇଁ ଚାହୁଁଛନ୍ତି? ନା ଅମଙ୍ଗଳ, ମରଣ, ବିନାଶର ପଥ ଆପଣମାନଙ୍କର ସମ୍ମୁଖରେ ମୁଁ ରଖୁଅଛି।